Welcome all to my channel. So ଆଜିର କ୍ଲାସରେ ଆମେ ସନ୍ଧିର ଯୋଉ କ୍ଲାସ ଆମେ ଚାଲିଛି ସନ୍ଧି ଓଡ଼ିଆ ବ୍ୟାକରଣର ସନ୍ଧିରେ ଆମର ସ୍ୱର ସନ୍ଧି ବ୍ୟଞ୍ଜନ ସନ୍ଧି କ୍ଲାସଟି ସରିଛି। ଆଜି କ୍ଲାସରେ ବିସର୍ଗ ସନ୍ଧି ପଢିବା, ସ୍ୱର ସନ୍ଧି ଓ ବ୍ୟଞ୍ଜନ ସନ୍ଧି ତଥା ଓଡ଼ିଆ ଗ୍ରାମାରର ଅନ୍ୟାନ୍ୟ କ୍ଲାସ ଆମର ପଦ ରହିଲା, ବିଶେଷ ପଦ, ବିଶେଷଣ, ସର୍ବନାମ, କ୍ରିୟା, ଅବୟ ଏସବୁ କ୍ଲାସରେ ସରିଯାଇଛି। ସେସବୁ ଗୁଡ଼ିକୁ ଆପଣମାନେ ଓଡ଼ିଆ ଗ୍ରାମାରର ପ୍ଲେଲିଷ୍ଟକୁ ଯାଇକି ଦେଖିପାରିବେ। ତ ଚାଲନ୍ତୁ ଆମେ ଡିସ୍କସନ କରିବା ଓଡ଼ିଆ ଗ୍ରାମାରର ସନ୍ଧି ବିସର୍ଗ ସନ୍ଧି ଉପରେ। ବିସର୍ଗ ସନ୍ଧି କହିଲେ ଆମେ କଣ ବୁଝନ୍ତି? ତା ପୂର୍ବରୁ ଆମେ ଟିକେ ରିକ୍ୟାପ୍ କରିନେବା ଓଡ଼ିଆର ଯୋଉ ଆମର ସ୍ୱର ସନ୍ଧି ଏବଂ ବ୍ୟଞ୍ଜନ ସନ୍ଧି ପଢିଛନ୍ତି। ସ୍ୱର ସନ୍ଧି ହଉଛି ସ୍ୱରବର୍ଣ୍ଣ ସହ ସ୍ୱରବର୍ଣ୍ଣର ମିଳନକୁ। ଆମର ପ୍ରଥମ ପଦର ଶେଷ ବର୍ଣ୍ଣ ସ୍ୱରବର୍ଣ୍ଣ ଥିବ, ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣ ସ୍ୱରବର୍ଣ୍ଣ ଥିବ, ସେଇ ସ୍ୱରବର୍ଣ୍ଣର ମିଳନକୁ ସ୍ୱର ସନ୍ଧି କୁହାଯାଏ। ସ୍ୱର ସନ୍ଧିରେ ଆମେ 13 ପ୍ରକାରର ନିୟମ ଆମେ ଦେଖିଥିଲେ। ତା ସହିତ ବ୍ୟଞ୍ଜନ ସନ୍ଧି ହଉଛି ବ୍ୟଞ୍ଜନ ସନ୍ଧି ସହିତ ସ୍ୱରବର୍ଣ୍ଣ କିମ୍ବା ବ୍ୟଞ୍ଜନ ବର୍ଣ୍ଣର ମିଳନକୁ ଆମେ ବ୍ୟଞ୍ଜନ ସନ୍ଧି କହିଥାନ୍ତି। ସେଥିରେ ଆମେ 18ଟି ନିୟମ ପଢିଥିଲେ। ଆଜି ଆମେ ପଢିବା ବିସର୍ଗ ସନ୍ଧି। ବିସର୍ଗ ସନ୍ଧି କହିଲେ କଣ ବୁଝାଯାଏ? ବିସର୍ଗ ସନ୍ଧିର ଡେଫିନେସନ ଦେଇଛି ଯେ ପୂର୍ବ ପଦର ଶେଷରେ ଥିବା ବିସର୍ଗ ସହିତ ପର ପଦର ପ୍ରଥମରେ ଥିବା ସ୍ୱରବର୍ଣ୍ଣ ବା ବ୍ୟଞ୍ଜନ ବର୍ଣ୍ଣର ମିଳନକୁ ବିସର୍ଗ ସନ୍ଧି କୁହାଯାଏ। ଯୋଉ ଦୁଇଟି ପଦ ଥାଏ, ପୂର୍ବ ପଦର ଶେଷରେ ଥିବା ବିସର୍ଗ, ତା ସହିତ ପରପର୍ବରେ ସ୍ୱର ବର୍ଣ୍ଣ କିମ୍ବା ବ୍ୟଞ୍ଜନ ବର୍ଣ୍ଣ ଥିଲେ ତାହାର ମିଳନକୁ ଆମେ କହିପାରିବା ବିସର୍ଗ ସନ୍ଧି। ଓକେ, ତ ବିସର୍ଗ ସନ୍ଧିରେ ଆମେ ଯୋଉ ସଂସ୍କୃତର ଉତ୍ପତ୍ତି ଦୃଷ୍ଟିରୁ ବିସର୍ଗକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। କଣ ନା ସଜାତ ଗୋଟିଏ ଆଉ ଗୋଟେ ରଜାତ। ସଜାତ ଆଉ ଗୋଟେ ହଉଛି ଆମର ରଜାତ। ସଜାତ ରଜାତ। ଆମର ଯୋଉ ରଜାତର ଏକ୍ସାମ୍ପଲ ଗୁଡିକ କଣ ନା ଅନ୍ତଃ, ଦୁଃ, ପୁନଃ, ପ୍ରାତଃ, ମୁହୁର୍ମୁହୁ ଯୋଉ ହୁଏ ମୁହୁର୍। ଓକେ, ଏସବୁ ହଉଛନ୍ତି ଆମର ରଜାତ ବିସର୍ଗ ଶବ୍ଦ। ତା ସହିତ ସଜାତ ବିସର୍ଗ ଶବ୍ଦ ଗୁଡିକ କଣ ହେଲେ ନା ତମଃ, ପୟଃ, ମନଃ, ଶିରଃ, ଶ୍ରେୟଃ। ଏସବୁ କାହିଁକି ସଜାତ ହଉଛି ନା ତମସ୍ରୁ ତମ ହେଲା, ପୟସ୍ରୁ ପୟ ହେଲା, ମନସ୍ରୁ ମନ ହେଲା। ଏସବୁ ମନେ ରଖିବେ। ଆଉ ରଜାତ ବିସର୍ଗ ଅନ୍ତରରୁ ଅନ୍ତ ହେଇଛି, ଦୁହୁରୁ ଦୂର ହେଇଛି, ପୁନଃ ହେଲା, ପ୍ରାତଃ ହେଲା। ଏଇଭଳି ଆମର ରଜାତ ଆଉ ସଜାତ ବିସର୍ଗ ପଦ ଗୁଡିକ ଆମର ସଂସ୍କୃତ ଭାଷାରେ ଅଛି। ଚାଲନ୍ତୁ ଆମେ ଦେଖିବା ବିସର୍ଗ ସନ୍ଧିର ନିୟମ। ବିସର୍ଗ ସନ୍ଧିର ପ୍ରଥମ ନିୟମଟି ହଉଛି ବିସର୍ଗ ପରେ ଆମର ନିୟମ କହିକି ଆସିଲା, ପ୍ରଥମ ପଦର ବିସର୍ଗ ଥିବ, ଯୋଉ ଶେଷରେ ବିସର୍ଗ ଥିବ। ତେଣୁକରି ବିସର୍ଗ ପରେ ଚ ବା ଛ ଥିଲେ, ଅର୍ଥାତ୍ ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣଟି ଆମର କଣ ଥିବ? ଚ ବା ଛ ଥିଲେ ବିସର୍ଗ ସ୍ଥାନରେ ତାଲବେଶ, ତାପରେ ସେଟା ପରପଦ ସହିତ ଯୋଉ ପରପଦର ପ୍ରଥମ ବର୍ଣ୍ଣ ସହିତ ଯୋଗ ହୋଇଯାଏ। ଏକ୍ସାମ୍ପଲ ମାଧ୍ୟମରେ ଦେଖିବା। ଏକ୍ସାମ୍ପଲ କଣ ଦେଲା ନା ଏକ୍ସାମ୍ପଲ ଦେଲା ଯେ ନଭ ଦେଲା, ଚର ଦେଲା, ନଭଶ୍ଚର ହୋଇଛି। ନିୟମ ଅନୁସାରେ ପ୍ରଥମ ପଦର ବିସର୍ଗ ଅଛି ନଭ, ଯୋଉ ବିସର୍ଗଟି ରହିଛି, ତା ସହିତ ଦ୍ୱିତୀୟ ପଦରେ ଚ ବା ଛ ଥିବ, ଏଠି ଚ ଅଛି। ଚ ଥିଲେ କଣ ହବ ନା ସେ ବିସର୍ଗ ସ୍ଥାନରେ ସ ହୋଇଯିବ। ତେଣୁ ସ ହୋଇକି ସଟି ଆମ ଚ ସହିତ ଯୋଗ ହୋଇଗଲା ନଭଶ୍ଚର। ଦେଖନ୍ତୁ ନଭ ଦେଲା, ନଭ ଯୁକ୍ତ ଚର, ସ ଚ ମିଶିକି ଆମର ତାଲବେଶ ଚ ହେଇଗଲା। ସେଭଳି ନିଚୟରେ ଆମର ଦେଖନ୍ତୁ ନି ଯୁକ୍ତ ଚୟ। ନିୟମ ଅନୁସାରେ ବିସର୍ଗଟି ପରେ ଯଦି ଆମର ଚ କିମ୍ବା ଛ ଥିବ, ଏଠି ଚ ଅଛି। ତେଣୁକରି ବିସର୍ଗ ସ୍ଥାନରେ ତାଲବେଶ ହେଇଯିବ, ନିସ୍ ଯୁକ୍ତ ଚୟ। ତେଣୁକରି ସେଇ ତାଲବେଶ ଏବଂ ଚର ମିଳନରେ ଚ ହବ। ତେଣୁକରି ଆମର ସନ୍ଧି ପଦଟି ଶେଷ ପଦଟି କଣ ହବ? ନିଶ୍ଚୟ। ସେଭଳି ଆମେ ଛର ଏକ୍ସାମ୍ପଲ ଦେଖିବା। ଶିରଚ୍ଛେଦ, ଶିର ଯୁକ୍ତ ଛେଦ। ତେଣୁକରି ଆମର ନିୟମ ଅନୁସାରେ ବିସର୍ଗ ପରେ ପରପଦର ପ୍ରଥମ ବର୍ଣ୍ଣଟି ଛ ଅଛି। ତେଣୁକରି ବିସର୍ଗ ସ୍ଥାନରେ କଣ ହବ ନା ତାଲବେଶ ହବ। ତାଲବେଶ ହେଲା ଯୁକ୍ତ ଛେଦ, ଶିରସ୍ ଯୁକ୍ତ ଛେଦ। ଇଏ ହଉଛି ଆମର ସଜାତ ଯୋଉ ବିସର୍ଗ ପଦ, ଶିରସ୍ ଯୁକ୍ତ ଛେଦ। ତେଣୁକରି ସ ଆଉ ଛ ମିଶିଯିବେ, ଛେ ହେଇଯିବେ। ଛ ହେଲା, ତାର ଏକାର ଅଛି, ଛେ ହେଲା। ତେଣୁକରି ପୂର୍ବରୁ କଣ ଥିଲା? ଶିରଚ୍ଛେଦ। ଏଇଟା ହଉଛି ଆମର ପ୍ରଥମ ନିୟମ। ବିସର୍ଗ ପରେ ଚ ବା ଛ ଥିଲେ ବିସର୍ଗ ସ୍ଥାନରେ ତାଲବେଶ ହୁଏ। ଓକେ, ତ ବିସର୍ଗ ସନ୍ଧିରେ ଆମେ 9ଟି ନିୟମ ପଢିବା। ଏଇ ଯୋଉ ନିୟମ, ଏତିକି ନିୟମରେ ହିଁ ପରୀକ୍ଷାରୁ କୋଶ୍ଚିନ୍ ହିଁ ଆସେ। ଆମର ବିସର୍ଗ ସନ୍ଧିର 9ଟି ନିୟମ, ସ୍ୱର ସନ୍ଧିର 13ଟି ନିୟମ, ବ୍ୟଞ୍ଜନ ସନ୍ଧିର 18ଟି ନିୟମ, ଏହି ଭିତରୁ କୋଶ୍ଚିନ୍ ଆସେ। ଆପଣ ମାନେ ସ୍ୱର ସନ୍ଧି, ବ୍ୟଞ୍ଜନ ସନ୍ଧି ପ୍ଲେଲିଷ୍ଟକୁ ଯାଇ ଦେଖିନେବେ ଏବଂ ବିସର୍ଗ ସନ୍ଧିର ନିୟମ ଗୁଡ଼ିକୁ ଆମେ ବର୍ତ୍ତମାନ ପଢୁଛେ।
ଦ୍ୱିତୀୟ ନିୟମଟି ହଉଛି କଣ ନା ବିସର୍ଗ ପରେ ଟ ବା ଠ ଥିଲେ ବିସର୍ଗ ସ୍ଥାନରେ ମୂର୍ଧନ୍ୟଷ ହୁଏ। ବିସର୍ଗ ପରେ ଟ ବା ଥ ଥିଲେ ଆମର ବିସର୍ଗ ସ୍ଥାନରେ ମୂର୍ଧନ୍ୟଷ ହୁଏ। ପ୍ରଥମ ପଦରେ ଯଦି ଯୋଉ ବିସର୍ଗ ଥିବ ତାପରେ ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣରେ ଟ ବା ଠ ଥିଲେ ସେଟା ଆମର ବିସର୍ଗଟି ପରିବର୍ତ୍ତନ ହୋଇ ମୂର୍ଧନ୍ୟଷରେ ପରିଣତ ହବ। ତା ସହିତ ମୂର୍ଧନ୍ୟଷଟି ପରବର୍ତ୍ତୀ ବର୍ଣ୍ଣ ଯୋଉ ଟ ବା ଠ ଅଛି ସେଥିରେ ମିଳନ ହୋଇ ଯୁକ୍ତ ବର୍ଣ୍ଣଟି ସୃଷ୍ଟି କରିବ। ଦେଖନ୍ତୁ ଏକ୍ସାମ୍ପଲ ଦେଲା ନି ଯୁକ୍ତ ଠାବନ। ଓକେ, ନିୟମ କଣ କହିଛି ବିସର୍ଗ ପରେ ଟ ବା ଠ ଥିଲେ ଏଠି ଠ ଅଛି, ତେଣୁକରି ବିସର୍ଗଟି ପରିବର୍ତ୍ତନ ହୋଇ କଣ ହେଇଯିବ ମୂର୍ଧନ୍ୟଷ ହୋଇଯିବ, ନିସ୍ ହୋଇଗଲା। ନିସ୍ ଯୁକ୍ତ ଠାବନ। ତାପରେ ସେ ମୂର୍ଧନ୍ୟଷରେ ଠ ମିଶିଗଲେ ଠ ହେଲା, ଆକାର ଯେହେତୁ ଅଛି ତେଣୁ ନିଷ୍ଠାବନ। ନିଷ୍ଠାବନ। ପରବର୍ତ୍ତୀ ଏକ୍ସାମ୍ପଲ ହେଲା ନି ଠୁର। ତେଣୁକରି ବିସର୍ଗ ପରେ ମାନେ ପ୍ରଥମ ପଦର ବିସର୍ଗ ପରେ କଣ ଅଛି ନା ଦ୍ୱିତୀୟ ପଦର ଅଛି ଠ ଅଛି, ଟ ବା ଠ ଥିବା ଠ ଅଛି। ଯେହେତୁ ଠ ଅଛି ତେଣୁ ବିସର୍ଗଟି ପରିବର୍ତ୍ତନ ହୋଇ ମୂର୍ଧନ୍ୟଷ ହୋଇଯିବ। ହେଲେ କଣ ହେଲା ଆମର ନିସ୍ ହେଲା, ନିସ୍ ଯୁକ୍ତ ଠୁର। ମୂର୍ଧନ୍ୟଷ ଆଉ ଠ ମିଶିଗଲେ କଣ ଷ୍ଠ, ହର୍ଷଉକାର ଥିଲା ତେଣୁ ଷ୍ଠୁ ହେଲା। ତେଣୁକରି ଆମର ସନ୍ଧି ପଦଟି କଣ ହବ ନିଷ୍ଠୁର। ଓକେ, ତୃତୀୟ ନିୟମଟି ହଉଛି କଣ ନା ବିସର୍ଗ ପରେ ତ ବା ଥ ଥିଲେ, ସେ ଟ ବା ଠ ଗଲା, ଏଠି ତ ବା ଥ ଥିଲେ ପ୍ରଥମ ପଦର ଶେଷରେ ବିସର୍ଗ ଥିବ, ଦ୍ୱିତୀୟ ପଦର ଆରମ୍ଭରେ ପ୍ରଥମ ବର୍ଣ୍ଣଟି କଣ ତ ବା ଥ ଥିବ, ତେବେ ବିସର୍ଗ ସ୍ଥାନରେ ଦନ୍ତେଶ ହବ। ଏକ୍ସାମ୍ପଲ ଦେଖନ୍ତୁ ମନଃ ଯୁକ୍ତ ତାପ। ପ୍ରଥମ ପଦର ଶେଷରେ ବିସର୍ଗ ଅଛି, ଦ୍ୱିତୀୟ ପଦର ଆରମ୍ଭରେ ତ ଅଛି, ତେଣୁକରି ନିୟମ ଅନୁସାରେ ଏଇ ବିସର୍ଗଟି ପ୍ରଥମ ପଦର ବିସର୍ଗଟି ପରିବର୍ତ୍ତନ ହୋଇ ସ ହେଇଯିବ। କଣ ହେଇଗଲା ମନସ୍। ମନସ୍ ଯୁକ୍ତ ତାପ। ସେଇ ସ ତ ଯୋଗ ହୋଇ ସ୍ତା ହୋଇଗଲା, ସ୍ତା ହୋଇଗଲା। ତେଣୁକରି କଣ ହେଲା ଏକ୍ସାମ ଆମର ଫାଇନାଲ ଆନ୍ସରଟି ମନସ୍ତାପ। ସେଇଭଳି ଆଉ ଗୋଟେ ଦେଖିବା ନିସ୍ତେଜ ଦେଖିବା, କଣ ନି ଯୁକ୍ତ ତେଜ। ନି ଆମର ପ୍ରଥମ ପଦରେ ବିସର୍ଗ ଅଛି ଶେଷରେ ନି, ଦ୍ୱିତୀୟ ପଦର ଆରମ୍ଭରେ ଆମର ତ ଅଛି। ନିୟମ ଅନୁସାରେ ଯଦି ଦ୍ୱିତୀୟ ପଦର ଆରମ୍ଭରେ ବିସର୍ଗ ପରେ ତ କିମ୍ବା ଥ ଥିବ ତେବେ ପ୍ରଥମ ପଦର ବିସର୍ଗ ଚେଞ୍ଜ ହୋଇ ଦନ୍ତେଶଟି ପରିଣତ ହୋଇଯିବ। ତେଣୁକରି କଣ ହେଲା ଏଠି ନିସ୍ ହେଲା ଯୁକ୍ତ ତେଜ। ତାପରେ ଆମର କଣ କରାଯିବ ନିୟମ ଅନୁସାରେ ନା ସ ର ତ କୁ ଯୋଗ କରାଯିବ। ଯୋଗ କଲେ କଣ ହେଲା ସ୍ତ। ସ୍ତ ଏଠି ଏକାର ଅଛି ତେଣୁ ଏକାର ବି ଦିଆଯିବ। ଫାଇନାଲ ଆନ୍ସରଟି ହବ ନିସ୍ତେଜ। ଓକେ, ବୁଝିପାରିଲେ? ପରବର୍ତ୍ତୀ ଚତୁର୍ଥ ନମ୍ବର ବିସର୍ଗ ସନ୍ଧିର ନିୟମଟି ହଉଛି ସ ରୂପୀ ବିସର୍ଗ ପରେ, ଆମେ ସ ଆଉ ର ଜାତ ବିସର୍ଗ ପଢିକିରି ଆସିଲେ, ସେ ସ ରୂପୀ ବିସର୍ଗ ପରେ ଯଦି ଅ ଥିବ କିମ୍ବା ବର୍ଗର ତୃତୀୟ ଚତୁର୍ଥ ପଞ୍ଚମ ବର୍ଣ୍ଣ ଥିବ, ଆମେ ଜାଣିଛନ୍ତି ବ୍ୟଞ୍ଜନ ବର୍ଣ୍ଣରେ ଆମର 5ଟି ବର୍ଗ ଅଛି କ ଚ ଟ ତ ପ, ସେଇ ବର୍ଗର ତୃତୀୟ ଚତୁର୍ଥ କିମ୍ବା ପଞ୍ଚମ ବର୍ଣ୍ଣ ଥିବ କିମ୍ବା ଜ ର ଳ ବ ହ ଥିବ, ଏସବୁ ଅବର୍ଗୀୟ ବ୍ୟଞ୍ଜନ ଥିବ, ଜ ର ଳ ବ ହ ବିସର୍ଗ ସ୍ଥାନରେ କଣ ହେଇଯିବ ଓ ହେଇଯିବ। ଅର୍ଥାତ୍ ଆମେ ଏକ୍ସାମ୍ପଲ ମାଧ୍ୟମରେ ବୁଝିବା କିପରି ଶିରୋ ବ୍ୟଥା ଦେଇଛି। ଓକେ, ପ୍ରଥମ ପଦ ଶିରଃ, ଦ୍ୱିତୀୟ ପଦ ବ୍ୟଥା। ନିୟମ ଅନୁସାରେ କଣ ଦେଲା ନା ବିସର୍ଗ ପରେ ଯଦି ବର୍ଗର আমরা ଅ ଥାଇପାରେ ନଚେତ୍ ବର୍ଗର ତୃତୀୟ ଚତୁର୍ଥ ପଞ୍ଚମ ବର୍ଣ୍ଣ ଥିବ। କଚଟ ତପ ହଉଛି ଆମର 5ଟି ବର୍ଣ୍ଣ କିମ୍ବା ବ ଥିବ, ଏଠାରେ ଆମର ବ ଅଛି, ବ ଯେହେତୁ ଅଛି ସେ ବିସର୍ଗ ସ୍ଥାନରେ ଓ ହୋଇଛି। ଏଇ ଓଟି ପୂର୍ବବର୍ତ୍ତୀ ବର୍ଣ୍ଣରେ ମାନେ ଆମର ପ୍ରଥମ ପଦର ସେ ବିସର୍ଗର ପୂର୍ବବର୍ତ୍ତୀ ବର୍ଣ୍ଣରେ ଯୋଗ ହୋଇଯିବ। କଣ ହେଇଗଲା ନା ବିସର୍ଗ ଉଠେଇଦବା, ବିସର୍ଗ ଉଠାଇ ଦେଇକି ଆମର ସେ ଯୋଉ ର ର ଯୋଉ ବିସର୍ଗ ଥିଲା ସେଟା ଓ ହେଲା, ଓ କାର ଆକ୍ରାନ୍ତ ହେଇ ଆମର ଶିରୋ ବ୍ୟଥା ହେଲା। ବୁଝିପାରିଲେ କଣ ହେଲା? ଦ୍ୱିତୀୟ ଏକ୍ସାମ୍ପଲ ଟି ଦେଖିବା ମନୋହର। ମନୋହର ଦେଖିବା, ଏ ଏକ୍ସାମ୍ପଲ ଦେଖିବା ମନୋହର। ଓକେ, ମନୋହରରେ କଣ ଅଛି ନା ପ୍ରଥମ ପଦରେ ବିସର୍ଗ ଅଛି ଶେଷରେ, ଦ୍ୱିତୀୟ ପଦର ଆରମ୍ଭରେ ହ ଅଛି। ନିୟମ ଅନୁସାରେ ବିସର୍ଗ ପରେ ଯଦି ହ ଥିବ, ହ ଅଛି, ତେବେ କଣ ହବ ନା ବିସର୍ଗଟି ଓ ହେଇଯିବ। ହେଲେ କଣ ହବ ମନ ଓ ଯୁକ୍ତ ହର। ସେଇ ଓଟି ଓ କାରାନ୍ତ ରୂପ ନେଇ ପ୍ରଥମ ପଦର ପୂର୍ବ ଯୋଉ ଆମର ଯୋଉ ଶେଷର ଯୋଉ ଓଟି ଆସିଲା ତାର ପୂର୍ବରେ ଆମର କଣ ହବ ନା ଓ କାରାନ୍ତ ରୂପରେ ଯୋଗ ହେଇକି ଆମର ଓଟି କି ବିଲୋପ ହେଇଯିବ। ହେଲେ ମନ ଆସିଲା ମନୋହର, ମନୋହର। ତାପରେ ଆମେ ଦେଖିବା ଆଉ ଗୋଟେ ଆମର ବର୍ଗୀୟ ବ୍ୟଞ୍ଜନର ଏକ୍ସାମ୍ପଲ ନେଇ ଦେଖିବା ତପୋଧନ। ତପୋଧନ, ତପଃ ଧନ।
ତପଃ ଧନ। ଏଠାରେ ବିସର୍ଗ ଅଛି, ତାପରେ ଆମର କଣ ଅଛି, ଦ୍ୱିତୀୟ ପଦରେ ଧନ ଅଛି। ଏଇ ଧନଟି କଚଟ ତପ ଦେଖିଲେ ଧନଟି କେଉଁ ବର୍ଗରେ ଯିବ? କେଉଁ ବର୍ଗରେ ଯିବ ଧନଟି? ନା ଆମ ତ ବର୍ଗରେ ଯିବ। ତ ବର୍ଗର ଚତୁର୍ଥ ବର୍ଣ୍ଣଟି ହଉଛି ଧ। ତ ଥ ଦ ଧ। ଚତୁର୍ଥ ବର୍ଣ୍ଣଟି ହଉଛି ଧ। ନିୟମ କଣ କହିଛି? ବିସର୍ଗ ପରେ ବର୍ଗର ତୃତୀୟ, ଚତୁର୍ଥ କିମ୍ବା ପଞ୍ଚମ ବର୍ଣ୍ଣ ଥିବ। ଏଠି ଆମର ଚତୁର୍ଥ ବର୍ଣ୍ଣଟି ଅଛି, ତେଣୁକରି ବିସର୍ଗଟି ଆମର କଣ ହେଇଯିବ? ଓ ହେଇଯିବ। ଓ ହୋଇ ତାର ପୂର୍ବ ବର୍ଣ୍ଣରେ କାରାନ୍ତ ରୂପରେ ଯୋଗ ହେଇଯିବ। ଓ କାରାନ୍ତ ରୂପରେ ତପ ହୋଇଯିବ। ବିସର୍ଗଟି ଆମର ଲୋପ ପାଇଯିବ, ତପ ହେଲା। ତପ ଯୁକ୍ତ ଧନ, ତପୋ ଧନ। ବୁଝିପାରିଲେ? ସେଇପରି ଆମର ପୁରୋଭାଗର ପ୍ରଥମ ପଦର ଶେଷରେ ବିସର୍ଗ ଅଛି, ଦ୍ୱିତୀୟ ପଦର ଆରମ୍ଭରେ ଆମର କଣ ଅଛି? ନା ଭ ଅଛି। ଯେହେତୁ ଭ ଅଛି, ଏଇ ଭଟି କେଉଁ ବର୍ଗର ଅନ୍ତର୍ଭୁକ୍ତ? ନା କଚଟ ତପରୁ ଆମର ପ ବର୍ଗର ଅନ୍ତର୍ଭୁକ୍ତ। ପ ବର୍ଗର କେଉଁ ବର୍ଣ୍ଣ ସିଏ? ପ ଫ ବ ଭ ଚତୁର୍ଥ ବର୍ଣ୍ଣ ଅଟେ। ପ ବର୍ଗର ଚତୁର୍ଥ ବର୍ଣ୍ଣ ଭ ଅଟେ। ତେଣୁକରି ନିୟମ ସାଟିସ୍ଫାଏ କଲା। ତେଣୁକରି ବିସର୍ଗଟି ପରିବର୍ତ୍ତନ ହୋଇ ଆମର ଓ କାର ହୋଇଯିବ। ଓ ହୋଇଯିବ। ଏଇ ଓଟି କାରାନ୍ତ ରୂପ ନେଇକି ତାର ପୂର୍ବବର୍ତ୍ତୀ ବର୍ଣ୍ଣରେ କାର ରୂପେ ଯୋଗ ହବ। ଓ କାର ରୂପେ ପୁର ଯୁକ୍ତ ଭାଗ, ପୁର ଭାଗ। এইଭଳି ଆମର ମନୋନୀତଟି ମନଃ ଯୁକ୍ତ ନୀତ। ପ୍ରଥମ ପଦର ଶେଷରେ ଆମର ବିସର୍ଗଟି ରହିଲା। ଏଟା ଗୋଟେ ସଜାତ ବିସର୍ଗ, ମାନେ ମନସରୁ ମନଃ ହୋଇଛି। ତେଣୁ ବିସର୍ଗ ରହିଲା। ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣଟି ଆମର କଣ ଅଛି? ନ ଅଛି। ଏଇ ନଟି ତ ବର୍ଗର ଅଟେ। ତ ବର୍ଗର କେଉଁ ବର୍ଣ୍ଣ ଇଏ? ତ ଥ ଦ ଧ ନ, ପଞ୍ଚମ ବର୍ଣ୍ଣ। କଚଟ ତପର ତ ଥ ଦ ଧ ନ, ପଞ୍ଚମ ବର୍ଣ୍ଣରେ ଆମର ନ ରହିଲା। ତେଣୁକରି ନିୟମ କହିଛି, ଯଦି ଚତୁର୍ଥ, ପଞ୍ଚମ କିମ୍ବା ତୃତୀୟ ବର୍ଣ୍ଣ ଥିବ, ପୂର୍ବବର୍ତ୍ତୀ ବିସର୍ଗଟି ପରିବର୍ତ୍ତନ ହେଇ ଓ ହୋଇଯିବ। ଓ ହୋଇ ଓ କାରାନ୍ତ ରୂପ ନେଇ ସେଇ ଓଟି କଣ କରିବ? ନା ପୂର୍ବବର୍ତ୍ତୀ ବର୍ଣ୍ଣରେ ଓ କାର ରୂପେ ଯୋଗ ହବ। ତେଣୁକରି ମନୋ ହୋଇଗଲା। ମନୋ ଯୁକ୍ତ ନିତ, ତାର କରେକ୍ଟ ଆମର ସନ୍ଧି ପଦଟି କଣ ହବ? ମନୋନୀତ। ବୁଝିପାରିଲେ? ଏଇଟା ଥିଲା ଆମର ଚତୁର୍ଥ ବିସର୍ଗ ସନ୍ଧିର ନିୟମ। ପଞ୍ଚମ ବିସର୍ଗ ସନ୍ଧିର ନିୟମ ହଉଛି କଣ? ର ରୂପୀ ବିସର୍ଗ ପରେ ଆମ ଚତୁର୍ଥରେ ଗଲା ସ ରୂପୀ ବିସର୍ଗ। ମନସରୁ ମନ ଯେମିତି ହେଇଥିଲା, ସେଭଳି ର ରୂପୀ ଆମର ପୁନଃ ହଉଛି। ତେଣୁ ର ରୂପୀ ବିସର୍ଗ ପରେ ଯଦି ସ୍ୱର ବର୍ଣ୍ଣ ଥିବ, ଯେକୌଣସି ସ୍ୱର ବର୍ଣ୍ଣ, 11ଟି ସ୍ୱର ବର୍ଣ୍ଣରୁ ଯେକୌଣସି ସ୍ୱର ବର୍ଣ୍ଣ ଥିବ, ଏବଂ କୌଣସି ବର୍ଗର ବର୍ଗ ବ୍ୟଞ୍ଜନ ଅଛି, କଚଟ ତପ 5ଟି ଯୋଉ ବର୍ଗ ବ୍ୟଞ୍ଜନର ଅଛନ୍ତି, ତାହା ଭିତରୁ ତୃତୀୟ, ଚତୁର୍ଥ, ପଞ୍ଚମ ବର୍ଣ୍ଣ ଯଦି ଥିବ କୌଣସି ବର୍ଗର, ଏବଂ ଜ ର ଳ ବ ହ ଥିଲେ ବିସର୍ଗ ସ୍ଥାନରେ ର ହବ। ସେଇ ବିସର୍ଗ ସ୍ଥାନରେ ର ହୋଇ ସେଇ ବିସର୍ଗଟି କଣ ହବ? ନା ର ରୂପେ ରେଫ ରୂପରେ ପରବର୍ତ୍ତୀ ବର୍ଣ୍ଣ ସହ ଯୋଗ ହୋଇଯିବ। ଦେଖନ୍ତୁ, ପୁନର୍ମୂଷିକ କେମିତି ହେଇଛି? ପ୍ରଥମ ପଦ ପୁନଃ, ଦ୍ୱିତୀୟ ପଦ ମୂଷିକ। ପ୍ରଥମ ପଦରେ ବିସର୍ଗ ଅଛି, ଶେଷରେ ଅଛି, କରେକ୍ଟ। ଦେନ୍ ମୂଷିକ ହଉଛି ଦ୍ୱିତୀୟ ପଦର ପ୍ରଥମରେ ମ ରହିଲା। এই ମଟି ପ ବର୍ଗର ଅନ୍ତର୍ଭୁକ୍ତ। କେଉଁ ବର୍ଣ୍ଣ ଅଟେ? ନା ପ ଫ ବ ଭ ମ, ପଞ୍ଚମ ବର୍ଣ୍ଣ। ନିୟମ କହିଛି ପଞ୍ଚମ ବର୍ଣ୍ଣ ବି ଥିବା ଦରକାର। ତେଣୁକରି ପ ବର୍ଗର ପଞ୍ଚମ ବର୍ଣ୍ଣ ହଉଛି ମ। ଏହା ଥିଲେ କଣ ହବ? ନା ବିସର୍ଗ ସ୍ଥାନରେ ର ହବ, ପୁନର୍ ହେଇଯିବ। ପୁନର୍ ଯୁକ୍ତ ମୂଷିକ, ମୂଷିକ। ତେଣୁକରି ରଟି ମୁଁ କହି ଆସିଲି, ରଟି ପରବର୍ତ୍ତୀ ବର୍ଣ୍ଣରେ, ମାନେ ଆମର ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣରେ ରେଫ ଆକାରରେ ଯୋଗ ହବ। ହେଲେ କଣ ହବ? ନା ପୁନର୍ ମୂଷିକ। ସେଇଭଳି ଅନ୍ତର୍ଦାହ, ଆଉ ଗୋଟେ ଏକ୍ସାମ୍ପଲ ଦେଖିବା। ଅନ୍ତର୍ଦାହ, ଅନ୍ତ ହଉଛି ପ୍ରଥମ ଶବ୍ଦ, ଯାହାର ଶେଷ ବର୍ଣ୍ଣଟି ଆମର ବିସର୍ଗ ଆସୁଛି। ଦାହ ହଉଛି ଦ୍ୱିତୀୟ ପଦ, ଦ୍ୱିତୀୟ ପଦର ପ୍ରଥମଟି ଦ ଆସୁଛି। ଏଇ ଦଟି ଆମର କଣ? ନା ତ ବର୍ଗର ତ ଥ ଦ ତୃତୀୟ ବର୍ଣ୍ଣ। ନିୟମ ଦେଇଛି, ବିସର୍ଗ ପରେ ଯଦି ତୃତୀୟ ବର୍ଣ୍ଣ ଥିବ, ତୃତୀୟ ବର୍ଣ୍ଣ ଅଛି, ତେବେ ବିସର୍ଗଟି ପରିବର୍ତ୍ତନ ହେଇ କଣ ହେଇଯିବ? ର ହେଇଯିବ, ଅନ୍ତର ହେଇଗଲା। ଅନ୍ତର ଯୁକ୍ତ ଦାହ, ସେଇ ରଟି ଆମର ପରବର୍ତ୍ତୀ ବର୍ଣ୍ଣରେ ରେଫ ଆକାରରେ ଯୋଗ ହବ, ଅନ୍ତର୍ଦାହ। ବୁଝିପାରିଲେ? এইଭଳି ଏଇ ସବୁ ନିୟମ ଗୁଡିକ ଏକ୍ସାମ୍ପଲ ମାଧ୍ୟମରେ ଦେଖାଯାଇଛି। ଆଉ ସବୁ ଆମେ ଯଦି ଗୋଟିଏ ଏକ୍ସାମ୍ପଲକୁ ବୁଝେଇବା, ତେବେ ଏ କ୍ଲାସଟି ବହୁତ ଲମ୍ବିବ। ତେଣୁକରି ଆପଣମାନେ ଏଇ ନୋଟ କରି ରଖିନେବେ। ନୋଟ କରି ରଖିଲା ପରେ ଓକେ, ଆପଣ ମାନେ ଏଇ ଜିନିଷକୁ କଣ ନୋଟ କରି ରଖିବେ। ନୋଟ କରି ବାରମ୍ବାର ରିଭିଜନ କରିବେ। ବାରମ୍ବାର ରିଭିଜନ କଲେ ଆପଣ ଜାଣିପାରିବେ ଯେ ପ୍ରକୃତରେ କେମିତି କଣ ଏହାର ଯୋଉ ବିସର୍ଗ ସନ୍ଧିର ଉପଯୋଗ ହେଉଛି। ଓକେ, ପରବର୍ତ୍ତୀ
6 ନମ୍ବର ବିସର୍ଗ ସନ୍ଧିର ନିୟମଟି ହଉଛି କଣ ନା ର ରୂପୀ ବିସର୍ଗ ପରେ ର ଜାତ ବିସର୍ଗ ପରେ ର ଥିବ। ର ଜାତ ବିସର୍ଗ ପରେ ଅର୍ଥାତ୍ ପ୍ରଥମ ପଦରେ ବିସର୍ଗ ଥିବ ଏବଂ ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣଟି ର ଥିବ। ର ଥିଲେ ସେଇ ବିସର୍ଗରେ ଥିବା ର ଲୋପ ହୁଏ ଏବଂ ବିସର୍ଗ ପୂର୍ବବର୍ତ୍ତୀ ସ୍ୱରର ଦୀର୍ଘ ହୁଏ। ବୁଝିବାକୁ ଚେଷ୍ଟା କରନ୍ତୁ କଣ ଏଟା ନିୟମ କଣ କହିଲା ଯେ ର ଜାତ ବିସର୍ଗ ଆମର ନିର ଆମର ନିରଟା ହଉଛି ର ଜାତ ବିସର୍ଗ ନି ହେଲା। ତା ପରବର୍ତ୍ତୀ ପଦଟି ଆମର ରବ ଅଛି। ରବର ପ୍ରଥମରେ କଣ ଅଛି ର ଅଛି। ଏଇ ରଟି ଆମର ରଟି ଲୋପ ପାଇଯିବ। ଓକେ ବିସର୍ଗ ଥିବା ଲଟି ଲୋପ ପାଇଯିବ। ଲୋପ ପାଇଗଲା ପରେ କଣ ହବ ଆମର ନିର୍ ଯୋଉ ଆସୁଛି ସେ ବିସର୍ଗ ମାନେ ରଟି ଲୋପ ପାଇଯିବ। ଅର୍ଥାତ୍ ଆମେ ଏହା କରିପାରିବା ଯେ ନି ଜାଗାରେ ଆମର ବିସର୍ଗଟି ଆମର କଣ ହେଇଯିବ ବିସର୍ଗଟି ଲୋପ ପାଇଯାଇ ତାହା ବିସର୍ଗର ପୂର୍ବବର୍ତ୍ତୀ ସ୍ୱର ଯୋଉ ଅଛି ହର୍ଷେଇ ସ୍ୱରଟି ଅଛି। ଏ ହର୍ଷେଇ ସ୍ୱରର ଦୀର୍ଘଟା କଣ ଦୀର୍ଘ ଇ ହବ। ତେଣୁକରି ଦୀର୍ଘ ଇ ହେଇଗଲା ନି ଯୁକ୍ତ ରବ ହେଇଗଲା ନିରବ। ଦେଖନ୍ତୁ ଆଉ ଗୋଟେ ଏକ୍ସାମ୍ପଲ ଦା ନିରସ। ନିୟମ ଅନୁସାରେ କଣ ବିସର୍ଗ ରହିଲା ନିର ଆମର ନିର ର ଜାତ ବିସର୍ଗ ନିର ରହିଲା। ତାପରେ ରସ ର ରହିଛି ଆମର ପ୍ରଥମ ବର୍ଣ୍ଣଟି ଦ୍ୱିତୀୟ ପଦର ର ରହିଛି। ତେଣୁକରି ନିୟମ ଦୃଷ୍ଟିରୁ ଆମର କଣ ହବ ନା ବିସର୍ଗଟି ଲୋପ ପାଇଯିବ। ବିସର୍ଗ ଲୋପ ପାଇଯାଇ ସେ ଯୋଉ ତାର ପୂର୍ବବର୍ତ୍ତୀ ବର୍ଣ୍ଣ ଯୋଉ ହର୍ଷଇକାର ଅଛି ହର୍ଷଇକାରଟା ଦୀର୍ଘ ହୋଇଯିବ। ତାର ପୂର୍ବବର୍ତ୍ତୀ ବର୍ଣ୍ଣ ଯୋଉ ହର୍ଷଇ ଅଛି ଦୀର୍ଘ ହେଇଗଲା। ଦୀର୍ଘ ହେଇଗଲେ କଣ ହବ ଆମର ହର୍ଷଇକୁ ଲୋପ କରିଦେବା ବିସର୍ଗକୁ ଲୋପ କରିଦେବା ଦୀର୍ଘ ଇଟା ଆମେ ଯୋଗ କରିଦେବା ନରେ ନି ଯୁକ୍ତ ରସ ନିରସ। ବୁଝିପାରିଲେ। ସେଇଭଳି ଚକ୍ଷୁ ରୋଗ ଏଇ ଏକ୍ସାମ୍ପଲ ଟା ଦେଖିବା ତାପରେ ନେକ୍ସଟ ଏକ୍ସାମ୍ପଲ ଆମ ନେକ୍ସଟ ନିୟମକୁ ଯିବା। ଏଇ ଚକ୍ଷୁ ରୋଗ ଚକ୍ଷୁ ଏଠି ଆମର ବିସର୍ଗ ରହିଲା। ତାପରେ ଆମର ରୋଗ ଯୋଉ ଅଛି ଦ୍ୱିତୀୟ ପଦର ର ରହିଲା। ପ୍ରଥମ ବର୍ଣ୍ଣଟି ର ରହିଲା। ତେଣୁ ନିୟମ କହିଲା ଯେହେତୁ ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣଟି ର ଅଛି ତେଣୁକରି ସନ୍ଧିର ପ୍ରଥମ ପଦର ଶେଷ ବର୍ଣ୍ଣରେ ଯୋଉ ବିସର୍ଗଟି ଅଛି ବିସର୍ଗଟି ଲୋପ ପାଇଯିବ। ଲୋପ ପାଇଯାଇ ଆମର ତା ପୂର୍ବବର୍ତ୍ତୀ ଯୋଉ ଅଛି ଆମର କଣ ସ୍ୱରଟି ଅଛି କୋଉଟା ଅଛି ହର୍ଷ ଉକାରଟି ଅଛି। ସେ ହର୍ଷ ଉକାରଟି ତାର ଦୀର୍ଘ ରୂପ ନବ ହେଲେ ଦୀର୍ଘ ଉକାର ହବ। ତେଣୁକରି ଆମର ଦୀର୍ଘ ଉକାରାନ୍ତ ରୂପ ହେଇ ଦୀର୍ଘ ଯୋଗ ହେଇଯିବ କ୍ଷରେ ଚକ୍ଷୁ ରୋଗ ହବ। ସେଇଭଳି ଆମର ନିରୋଗ ଜ୍ୟୋତିରାଜି ଧନୁ ରାଶି ହବିର ରେଖା ଏସବୁ ଗୋଟେ ଗୋଟେ ଆମର ଏଇ 6 ନମ୍ବର ସୂତ୍ରର ଏକ୍ସାମ୍ପଲ ଗୋଟେ। ଧନୁ ରାଶି ଭିତରେ ଡିସ୍କସନ କରିବା। ଧନୁ ରାଶି ହଉଛି କଣ ନା ଧନୁ ଗୋଟେ ପଦ ରାଶି ଗୋଟେ ପଦ। ଧନୁର ଶେଷର ଯୋଉ ଧନୁର ପ୍ରଥମ ପଦର ଶେଷରେ ଆମର ବିସର୍ଗ ଅଛି। ଦ୍ୱିତୀୟ ପଦର ପ୍ରଥମରେ ଆମର ର ଅଛି। ନିୟମ କହିଛି ଯଦି ଦ୍ୱିତୀୟ ପଦର ପ୍ରଥମରେ ର ଅଛି ତେବେ ଏଇ ଯୋଉ ବିସର୍ଗଟି ଆମର ଲୋପ କରିଦେବା। ବିସର୍ଗକୁ ଲୋପ କରିଦେଇ ବିସର୍ଗର ପୂର୍ବବର୍ତ୍ତୀ ବର୍ଣ୍ଣ କଣ ଉଚ୍ଚାରଣ ଆସୁଛି ନା ଉ ଯେହେତୁ ଆସୁଛି ସେ ଉ ଟାକୁ ଆମେ ଦୀର୍ଘ କାରାନ୍ତ କରିଦବା ଦୀର୍ଘ କରିଦବା। ଦୀର୍ଘ କଲେ କଣ ହେଇଯାଉଛି ନା ଧନୁ ସେଇ ଧନୁ ରହୁଛି କିନ୍ତୁ ଦୀର୍ଘ ଆସିବ। ତାପରେ ଆମେ ଯୋଗ କରିଦେଇ ଆମେ ନୂଆ ସନ୍ଧି ପଦରେ ପାଇବା ଧନୁ ରାଶି। ଓକେ ଆଶା 6 ନମ୍ବର ନିୟମଟି ଆପଣଙ୍କୁ ଠିକ ସେ ବୁଝି ଯାଇଥିବ। ପରବର୍ତ୍ତୀ ସପ୍ତମ ବା 7 ନମ୍ବର ନିୟମଟି ହଉଛି ବିସର୍ଗ ପରେ ଅଭିନ୍ନ ଅନ୍ୟ ସ୍ୱର ବର୍ଣ୍ଣ ଥିଲେ ବିସର୍ଗର ଲୋପ ହେଇଯିବ। ଏଟା ସହଜ ଅଛି ବିସର୍ଗର ଲୋପ ହେଇଯିବ ଆଉ ଯାହା ରହିବ ସେଇଟା ହଉଛି ସନ୍ଧି ପଦ। ପ୍ରଥମ ପଦର ଥିବ ଶେଷରେ ଥିବ ବିସର୍ଗ ଦ୍ୱିତୀୟ ପଦର ପ୍ରଥମରେ ଥିବ କଣ ଅଭିନ୍ନ ଅନ୍ୟ ଯେକୌଣସି ସ୍ୱର ବର୍ଣ୍ଣ। ତାମାନେ ଆଉ ଯୋଉ 10ଟି ସ୍ୱର ବର୍ଣ୍ଣ ରହିଲେ ସେଇ ସ୍ୱର ବର୍ଣ୍ଣରୁ ଯାହା ବି ଥିବ। ଏକ୍ସାମ୍ପଲ ଦେଖନ୍ତୁ ଅତଃ ଯୁକ୍ତ ଏବ ପ୍ରଥମ ପଦର ଶେଷରେ ବିସର୍ଗ ଅଛି। ଦ୍ୱିତୀୟ ପଦର ଆରମ୍ଭରେ ଅଭିନ୍ନ ସ୍ୱରବର୍ଣ୍ଣ କିଏ ରହିଲା ଏ ରହିଲା। ନିୟମ ଦୃଷ୍ଟିରୁ ଆମେ ବିସର୍ଗଟିକୁ ଲୋପ କରିଦେବା ଆଉ ଯାହା ରହିବ ତାହା ହବ ସନ୍ଧିପଦ ଅତଏବ। ସେଭଳି ଯଶଃ ଇନ୍ଦୁ ଆମର ନିୟମ ଅନୁସାରେ ବିସର୍ଗ ପରେ ପ୍ରଥମ ପଦର ଶେଷ ବିସର୍ଗ ପରେ ଦ୍ୱିତୀୟ ପଦର ଆରମ୍ଭ ବର୍ଣ୍ଣଟି ଅଭିନ୍ନ ଏକ ସ୍ୱରବର୍ଣ୍ଣ ରହିଛି ହର୍ଷଇ। ତେଣୁକରି କଣ ହବ ନା ପୂର୍ବ ପଦର ବିସର୍ଗଟି ଲୋପ ପାଇଯିବ। ଆମେ ଲୋପ କରିଦେଲେ ଆଉ ରହିଲା କଣ ଯଶ ଇନ୍ଦୁ ଯଶଃ ଥିଲା ଯଶ ଇନ୍ଦୁ ମିଶିକରି ଆମର ଯଶ ଇନ୍ଦୁ ହୋଇଗଲା। ଓକେ ପରବର୍ତ୍ତୀ 8 ନମ୍ବର ନିୟମଟି ହଉଛି ପ୍ରଥମ ପଦର ଶେଷ ବିସର୍ଗ ପରେ କ ପ ଫ ଏସବୁ ଯଦି ଦ୍ୱିତୀୟ ପଦର ଆରମ୍ଭ ବା ପ୍ରଥମ ବର୍ଣ୍ଣ ଥାନ୍ତି ଦ୍ୱିତୀୟ ପଦରେ ବିସର୍ଗ ସ୍ଥାନରେ ଦନ୍ତେଶ ହୁଏ। ସେଇ ଦନ୍ତେଶଟି ପରପଦ ସହିତ ଯୋଗ ହୁଏ। ସ୍ଥଳ ବିଶେଷରେ ସତ୍ତ୍ୱବିଧି ଅନୁଯାୟୀ ଆମର ସେଇ ଦନ୍ତେଶ ଜାଗାରେ ମୂର୍ଧନ୍ୟ ବି ହୋଇପାରେ। ଓକେ ଏକ୍ସାମ୍ପଲ ଦେଖିବା ମନଃ କାମନା
ନିୟମ କଣ କହିଲା? ପ୍ରଥମ ପଦର ଶେଷରେ ବିସର୍ଗ ଥିବ, ବିସର୍ଗ ଅଛି। ଦ୍ୱିତୀୟ ପଦର ଆରମ୍ଭରେ ଆମର କ ଥାଇପାରେ, ପ ଥାଇପାରେ, ଫ ଥାଇପାରେ, ତେଣୁକରି ଆମର ଏଇ ଦ୍ୱିତୀୟ ପଦର ଆରମ୍ଭରେ କଣ ଅଛି? କ ଅଛି। ଆମର ମନଃ ଯୋଉ କ ଅଛି, ବିସର୍ଗ ସ୍ଥାନରେ କଣ ହବ? ସ ହବ। ନିୟମ କହିଛି ମନସ ହେଲା ଯୁକ୍ତ କାମନା, ସ କ ମିଶିଯିବେ, ମିଶିଲେ କଣ ହବ? ମନସ୍କାମନା, ମନସ୍କାମନା। ସେଇଭଳି ଆମେ ଦେଖିବା ଯୋଉ ସତ୍ୟ ବିଧିରେ ଯୋଉ ହେଇଛି, ସେଟା ଆମ ନିଷ୍ପାପଟା ଦେଖିବା। ନିହି ପାପ, ବିସର୍ଗ ଅଛି ପ୍ରଥମ ପଦର ଶେଷରେ, ପାପର ପ ଅଛି ଦ୍ୱିତୀୟ ପଦର ଆରମ୍ଭରେ। ନିୟମ କହିଛି ଯଦି ଦ୍ୱିତୀୟ ପଦର ଆରମ୍ଭରେ ବିସର୍ଗ ପରେ ଆମର ପ ଥିବ, ତେବେ ସେଇ ଯୋଉ ବିସର୍ଗଟି ସ ହୋଇଯିବ। ଏଠି ଆମର ସତ୍ୟବିଧି ଅନୁଯାୟୀ ମୂର୍ଧନ୍ୟ ଆସିବ, ଦନ୍ତେଶ ଆସିବ ନାହିଁ। ନିସ୍ ହେଲା, ନିସ୍ ପରେ ଆମର ପାପ ରହିଲା, ତେଣୁକରି ଯୋଗ କରିଦେଲେ କଣ ହବ? ନିଷ୍ପାପ, ନିଷ୍ପାପ। ଏଇଭଳି ଆପଣ ମାନେ ଦେଖିବେ ଯେମିତି ପୁରସ୍କାର ହେଇଛି, ବିସର୍ଗ ଲୋପ ପାଇଯାଇଛି, ସ ହୋଇଗଲା ପୁରସ୍ ଯୁକ୍ତ କାର, ପୁରସ୍କାର। ନମଃ କାର, କାରଣ କ ଅଛି ଏଠି, କ ପୂର୍ବରୁ ବିସର୍ଗ ଅଛି, ବିସର୍ଗକୁ ଲୋପ କରି ସ କରିଦବା, ସ କରିଦେଲେ ନମସ୍ ଯୁକ୍ତ କାର, ନମସ୍କାର। ସେ ଧନୁଷ, ଧନୁଷ ପାଣି, ଏଇଟା ଆମର ସତ୍ୟବିଧି ଅନୁଯାୟୀ ଧନୁଷ ପାଣି ହଉଛି। ଧନୁଷ ମୂର୍ଧନ୍ୟ ଆସିବ, ବିସର୍ଗକୁ ଲୋପ କରିଦେଲେ ପାଣି, ମୂର୍ଧନ୍ୟ ଯୁକ୍ତ ପ ଏଠି ଅଛି, ପ ଯୋଗ ହେଲା, କଣ ହେଲା ଆମର? ଧନୁଷ ପାଣି। ସେଇଭଳି ଆମର ଫ ଅଛି, ଦେଖନ୍ତୁ କ ଡିସ୍କସନ କଲେ, ପ ଡିସ୍କସନ କଲେ, ଏବେ ଫରେ କଣ ରହିଲା? ଆମର ପ୍ରଥମ ପଦର ନିରେ ବିସର୍ଗ ରହିଲା ଶେଷରେ, ଦ୍ୱିତୀୟ ପଦର ଆରମ୍ଭରେ ଫ ରହିଲା। ଆମ ନିୟମ କହିଛି ବିସର୍ଗ ପରେ କ ପ ଫ ଥିଲେ, ତେଣୁ ଫ ଅଛି, ଯେହେତୁ ଫ ଅଛି, ତେଣୁକରି ପୂର୍ବ ପଦର ବିସର୍ଗଟି ପରିବର୍ତ୍ତନ ହୋଇ କଣ ହେଇଯିବ? ସ ହୋଇଯିବ। ଏଠି ସତ୍ୟବିଧି ଅନୁଯାୟୀ ଆମର ମୂର୍ଧନ୍ୟ ଆସିବ, ନିସ୍ ହେଇଗଲା। ତାପରେ ରହିଲା ଫଳ, ଫଳ ରହିଲା କଣ? ଆମେ ସ ଫଳ, ସ ଆଉ ଫ କୁ ଯୋଗ କରିଦବା, ଫ ହେଇଯିବ, ନିଷ୍ଫଳ। ଫାଇନାଲ ଆମର ଆନ୍ସରଟି ହବ ନିଷ୍ଫଳ। ଓକେ, ବୁଝିପାରିଲେ? ତାର ବିସର୍ଗ ସନ୍ଧିର 8 ନମ୍ବର ନିୟମଟି କଣ? ବିସର୍ଗ ସନ୍ଧିର ଶେଷ ବା 9 ନମ୍ବର ନିୟମଟି ହେଉଛି କଣ ନା? ଅକାର ପରବର୍ତ୍ତୀ ସଜାତ ବିସର୍ଗ। ଆମେ ର ଜାତ ବିସର୍ଗ ଡିସ୍କସନ କଲେ, ଏବେ ସଜାତ ବିସର୍ଗ। ଓକେ, ସଜାତ ବିସର୍ଗ ପରେ ଯଦି ଅ ଥାଏ, ଓକେ, ଯଦି ଅ, ତେବେ ଅକାର ଓ ପରସ୍ଥିତ ସଜାତ ବିସର୍ଗ ଦୁହେଁ ମିଶି, ମାନେ ଅକାର, ଏ ଯୋଉ ଅକାର ଆଉ ପରସ୍ଥିତ ସଜାତ ବିସର୍ଗ ମିଶି ଦୁହେଁ ଓ ହୁଅନ୍ତି। ଓକାର ପୂର୍ବ ବର୍ଣ୍ଣରେ ଯୁକ୍ତ। ଓକାର ଯୋଉ ଓଟା ହବ, ସେ ତା କାରାନ୍ତ ରୂପ ନେଇ ତା ପୂର୍ବ ବର୍ଣ୍ଣରେ ଯୁକ୍ତ। ପୂର୍ବ ବର୍ଣ୍ଣ ମାନେ ଆମର ପ୍ରଥମ ପଦର ଶେଷ ବର୍ଣ୍ଣରେ, ଯୋଉ ଶେଷ ବର୍ଣ୍ଣ ବିସର୍ଗ, ବିସର୍ଗର ପୂର୍ବ ବର୍ଣ୍ଣରେ ଯୋଗ ହବ, ଏବଂ ପରେ ଅକାର ଥିଲେ ତାହା ଲୋପ ହେଇଯିବ। ସଂସ୍କୃତରେ ଏପରି ସ୍ଥଳରେ ଓକାର ପରେ ଲୁପ୍ତ ଖଣ୍ଡ, ଏ ଯୋଉ ଖଣ୍ଡ ଅଟି ଲେଖାଯାଇ ଥାଏ। ଓକେ, ମାତ୍ର ଖଣ୍ଡ ଅ ଲେଖିଲେ ଠିକ ହବ, ଖଣ୍ଡ ଅ ନ ଲେଖିଲେ ବି ଠିକ ହବ। ଏକ୍ସାମ୍ପଲ ମାଧ୍ୟମରେ ଦେଖିବା। ତତୋଧିକ, ତତୋଧିକଟି ଦୁଇଟି ଶବ୍ଦ ହେଇଛି, ତତଃ ଅଧିକ। ଓକେ, ତତଃ ଅଧିକ ଯୋଉ ହେଇଛି ଆମର, ତତଃ ଅଧିକ, ତତଃରେ ଆମର ବିସର୍ଗ ରହୁଛି, ଏଟା ତତଃ ଯୁକ୍ତ ଅଧିକ, ଏଟା ସଜାତ ବିସର୍ଗ। ଓକେ, ବିସର୍ଗ ରହିଲା, ବିସର୍ଗ ପରେ କଣ ଅଛି? ଅ ଅଛି, ଅ ଅଛି ନା ନାଇଁ? ଅ ଅଛି। ତେବେ ଏଇ ଯୋଉ ଅକାର ଆମର ପରସ୍ଥିତ ଯୋଉ ସଜାତ ବିସର୍ଗ, ଏ ତତଃ ଆମର ବିସର୍ଗ ରହିଲା, ଏଟା ବିସର୍ଗଟି ଉଠି ଯାଇ କଣ ହେଇଯିବ? ଓ ହେଇଯିବ, ଓ ହେଇଗଲା, କଣ ହେଇଯିବ? ତତ ଓ ଏଇ ଓଟି ପୂର୍ବବର୍ତ୍ତୀ ବର୍ଣ୍ଣରେ କାରାନ୍ତ ରୂପ ନେଇ ଯୋଗ ହବ, କଣ ହବ? ତତ୍ତ୍ୱ ହବ, ତତ୍ତ୍ୱ ହବ। ତାପରେ ନିୟମ କଣ କହିଲା ନା? ପରବର୍ତ୍ତୀ ଅଟି ଲୋପ ପାଇଯିବ। ଯୋଉ ଅଟି ଅଛି ଧିକରେ, ଅଧିକରେ, ଆମେ ଅଟିକୁ ଲୋପ କରିଦେଇକି ଆମେ କଣ କରିଦବା ନା ଧିକ ଲେଖିବା। ଧିକ ଲେଖିଲେ କଣ ହବ? ତତୋଧିକ। ଯଦି ଆମେ ଖଣ୍ଡ ଅ ଦବା, ଏଇ ଓକାର ପରେ ଆମେ ଖଣ୍ଡ ଅ ଦେବା, ତତୋଧିକ। ସେଇଭଳି ବୟୋଧିକ, ଏଇ ଶେଷ ଏକ୍ସାମ୍ପଲ ଦେଖିବା। ବୟୋଧିକ, ବୟଃ ଅଧିକ। ପ୍ରଥମ ପଦର ଶେଷରେ ବିସର୍ଗ ଅଛି, ଦ୍ୱିତୀୟ ପଦର ଆରମ୍ଭର ଆମର ଅ ଅଛି, ତେଣୁକରି କଣ ହବ ନା ଏଇ ବିସର୍ଗଟି ଓ ରେ ପରିବର୍ତ୍ତନ ହୋଇଯିବ। ହେଲେ କଣ ହବ ନା ବୟୋ ହବ, ବୟ ଓ ହବ। ଏଇ ଓଟି ଓ କାରାନ୍ତ ରୂପ ନେଇ ପୂର୍ବବର୍ତ୍ତୀ ଇୟରେ ଯୋଗ ହୋଇଯିବ, ବୟୋ ହେଲା। ବୟ ଯୁକ୍ତ ଆମର ଅଧିକ ରହିଲା। ନିୟମ କହିଛି ଯେତେବେଳେ ଆମର ବିସର୍ଗଟି ଓ ରେ ପରିଣତ ହେଇଗଲା, ଏଇ ପରବର୍ତ୍ତୀ ଅ ବା ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣ ଯୋଉ ଅ ରହିଲା, ଅଟିକୁ ଲୋପ କରିଦେବା, ଆଉ କଣ ରହିଲା? ଧିକ। ତେଣୁକରି
ପ୍ରଥମ ପଦରେ ଆମେ ପାଇଛନ୍ତି ବୟ, ଦ୍ୱିତୀୟ ପଦରେ ପାଇଲେ ଧିକ, ଦୁଇଟି ମିଶିଗଲେ ବୟୋଧିକ। ବୁଝିପାରିଲେ? ଏଇ ନିୟମଟି ହଉଛି କଣ ନା ପ୍ରଥମ ପଦର ଶେଷରେ ବିସର୍ଗ, ଦ୍ୱିତୀୟ ପଦର ଆରମ୍ଭରେ ଅ ଥିଲେ ସେଇ ବିସର୍ଗଟି ପରିବର୍ତ୍ତନ ହୋଇ ଓ ହୋଇଯିବ। ସେ ଓ ହୋଇ ଓ କାରାନ୍ତ ରୂପ ନେଇ ସେ ବିସର୍ଗର ପୂର୍ବରେ ଯେଉଁ ବର୍ଣ୍ଣ ଥିବ ସେ ବର୍ଣ୍ଣରେ ଓକାର ରୂପେ ଯୋଗ ହବ। ତା ସହିତ ଦ୍ୱିତୀୟ ପଦର ଆରମ୍ଭରେ ଯୋଉ ଅ ଥିବ ସେଇ ଅଟିର ଲୋପ ଘଟି ଆମର ସନ୍ଧି ପଦଟି ଗଠନ ହବ। ଯେପରି ମନୋଭୀଷ୍ଟ ହେଇଛି, ମନୋଭିଳାଷ ହେଇଛି, ଏଇଭଳି ଆମର ବିସର୍ଗ ସନ୍ଧିର ଶେଷ ତଥା ନବମ ନିୟମଟି ଅଟେ। ତେଣୁ ଏଇ ଥିଲା ଆମର ସନ୍ଧିର ବିସର୍ଗ ସନ୍ଧିର ଯୋଉ ଆମର ସର୍ବମୋଟ 9ଟି ନିୟମ। ଆଶା ଆପଣଙ୍କୁ ଏଇ ବିସର୍ଗ ସନ୍ଧି କ୍ଲାସଟି ଭଲ ଲାଗିଥିବ। ଆଉ ସ୍ୱର ସନ୍ଧି, ବ୍ୟଞ୍ଜନ ସନ୍ଧି କ୍ଲାସ ପୂର୍ବ କ୍ଲାସ ମାନଙ୍କରେ ଡିସ୍କସନ ସରିଛି, ସେଗୁଡ଼ିକୁ ଆପଣମାନେ ମୋର ୟୁଟ୍ୟୁବ ଚ୍ୟାନେଲର ପ୍ଲେ ଲିଷ୍ଟ ଓଡ଼ିଆ ଗ୍ରାମାରରେ ଦେଖିପାରିବେ। ଆପଣମାନେ ଏଇ ଚ୍ୟାନେଲକୁ ଦେଖନ୍ତୁ ଏବଂ କମେଣ୍ଟ ସେୟାର କରିବାକୁ ଭୁଲିବେନି। ନୂଆ ଦେଖୁଥିଲେ ପ୍ଲିଜ ସବସ୍କ୍ରାଇବ ମାଇ ଚ୍ୟାନେଲ। ଥ୍ୟାଙ୍କ୍ସ ଏ ଲଟ୍।